କୋଦଳା ବାରର ଭାଇସ୍ ପ୍ରେସିଡେଣ୍ଟ। ମୁଁ ଆଜି ଗୋଟେ ଗୋଟେ ଆମର ଓକିଲ ଭାଇ ଜଣେ ଦେଖଉଥିଲି ଯେ ତାଙ୍କର ମୋବାଇଲ ବାହାର କରି ଦେଖଉଥିଲି ଯେ ଆମର କୋଦଳା ଫାସି ଆରଆଇଙ୍କ ନାଁରେ ସେ ବହୁତ ଦୁର୍ନୀତି କରୁଛନ୍ତି। ଆଉ ଆମର ଯୋଉ ଥିଲେ ଯୋଉ ପୂର୍ବତନ ତହସିଲଦାର ସସ୍ମିତା କୁମାରୀ ଶତପଥୀ, ତାଙ୍କର କଣ ଫୋକସ ଟିକେ ରହିଯାଇଛି ବୋଧେ। ସେ ଯେହେତୁ କି ଆମକୁ ପଇସା ପତ୍ର ମାଗୁଛନ୍ତି, ଆଉ ଆମର ଯୋଉ ପିଲାମାନେ ଯୋଉ ସାର୍ଟିଫିକେଟ ଯୋଉ ଆପ୍ଲାଏ କରୁଛନ୍ତି ତାକୁ କହୁଛନ୍ତି ତମେ ଆସ ମିଶ। ହଁ, ଫୋନ କରି ତାକୁ ଡାକୁଛନ୍ତି ମିଶ, ଆସିକି ମୋ ସହିତ କଥାବାର୍ତ୍ତା ହୁଅ। ତାର ଉଦ୍ଦେଶ୍ୟ କଣ? ସେ କଣ ଚାହୁଁଛନ୍ତି? ସେ କଣ ପଇସା ପତ୍ର ଉପରେ କି ନହେଲେ କଣ ଉପରେ? ଆଉ ତାଙ୍କର ଗୋଟେ ଗୋଟେ ପେସା ରହିଯାଇଛି, ମୁଁ ସେ ବିଷୟ କହିବାକୁ ଚାହୁଁନି। ଆଉ ଆମେ ସବୁ ଜାଣିଛୁ, ଯେହେତୁ କି ଆମେ କୋଦଳାରେ ପ୍ରାକ୍ଟିସ କରୁଛୁ। ସିଏ କହୁଛନ୍ତି ଯେ ତମେ ଆସ ମୋ ସହିତ ମିଶ ବୋଲି, ତାର ଉଦ୍ଦେଶ୍ୟ କଣ? ଯେହେତୁ କି ଆମର ପିଲାମାନେ ହଇରାଣ ହଉଛନ୍ତି। ମୁଁ ଆଜି ଗୋଟେ ମିଡିଆରେ ଦେଖୁଥିଲି ଯେ ଆମର ରାଜସ୍ୱ ମନ୍ତ୍ରୀ ସେ କହିଲେ ଯେ 3 ବର୍ଷ ହେଲା ଯୋଉ ଲୋକ ଅଛନ୍ତି ସେମାନଙ୍କୁ ଟ୍ରାନ୍ସଫର କରାଯାଉ। ଯେହେତୁ କମ ଆଜି ପର୍ଯ୍ୟନ୍ତ ଆମର ବିଜେପି ସରକାର ତାକୁ ଟ୍ରାନ୍ସଫର କରୁନାହାନ୍ତି କି ସେଇଠି ଏକା ରଖିଛନ୍ତି। ବହୁତ ଲୋକ ହଇରାଣ ହଉଛନ୍ତି, ବିହେଭିୟର ବୋଲି ଖରାପ କରୁଛନ୍ତି। ତାକୁ ବୋଲି ଡାକୁନାହାନ୍ତି ଯେ କଣ କରିବା, କଣ କଥାବାର୍ତ୍ତା ହବା ବୋଲି ଟିକେ ସେ ଟିକେ ଦଉନାହାନ୍ତି। ଯେହେତୁ କି ଆମେ ବହୁତ ଅସନ୍ତୋଷ ପ୍ରକାଶ କରୁଛୁ। ଆଉ ଆମେ କୋଦଳାବାସୀ ଫାସିବାସୀ ତାକୁ ଟ୍ରାନ୍ସଫର କରାଯାଉ ଏଇଠୁ।